Welcome to AG Education. ଆଜିର ବିଷୟ ରହିଛି ଜୀବବିଜ୍ଞାନର ଚତୁର୍ଥ ପାଠ ରେଚନ। ନା ରେଚନ କ'ଣ? ପ୍ରଥମ କଥା ହେଲା ଶରୀରରେ ଚୟାପଚୟ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଥିବା ବର୍ଜ୍ୟବସ୍ତୁ ଶରୀରରେ ନିଷ୍କାସନ ପ୍ରକ୍ରିୟା କ'ଣ କୁହାଯାଏ? ରେଚନ କୁହାଯାଇଥାଏ। ମାନେ ଆମ ଶରୀରରେ ଆମେ ଯେଉଁ ସବୁ ଖାଦ୍ୟ ପଦାର୍ଥ ଖାଉ ତାହା ଜାରଣା ହେବା ଦ୍ୱାରା ପୋଷକ ହେବ, ତାହା ଶରୀର ସମସ୍ତ ଅଙ୍ଗରେ ବ୍ୟବହାର ହେଲା ପରେ ଯେଉଁ ବଳକା ପଦାର୍ଥ ରହୁଛି ସେଗୁଡ଼ିକ ହେଉଛି ଆମର କ'ଣ? ବର୍ଜ୍ୟବସ୍ତୁ। ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବାକୁ କୁହାଯାଇଥାଏ ରେଚନ। ନା ଶରୀରରେ ଯେତେବେଳେ ପୁଷ୍ଟିସାରର ଚୟାପଚୟ ଘଟେ ସେତେବେଳେ କ'ଣ ସୃଷ୍ଟି ହୋଇଥାଏ? ଏମୋନିଆ। ଏହି ଏମୋନିଆ ଗ୍ୟାସୀୟ ପଦାର୍ଥ ଅଟେ ଏବଂ ଏହା ଜଳରେ ଦ୍ରବଣୀୟ ହୋଇଥାଏ। ଏମୋନିଆ କ'ଣ? ନା ଜଳଚର ପ୍ରାଣୀମାନଙ୍କ କ୍ଷେତ୍ରରେ ବିସରଣ ପ୍ରକ୍ରିୟା ନିଷ୍କାସିତ ହୁଏ ଏବଂ ସ୍ଥଳଚର ପ୍ରାଣୀମାନଙ୍କ ମଧ୍ୟରେ କ'ଣ? ୟୁରିଆ କିମ୍ବା ୟୁରିକ୍ ଏସିଡ୍ ଦୁଇଟିରେ ପରିଣତ ହୋଇକରି ନିଷ୍କାସିତ ହେବ। ତାହେଲେ ୟୁରିଆ କାହାର ହୋଇଥାଏ ଏବଂ ୟୁରିକ୍ କାହାର ହୋଇଥାଏ ଦେଖିବା। ଦେଖ, ଜଳଚର ପ୍ରାଣୀମାନଙ୍କର ତ କୁହାଗଲା ବିସରଣ ପ୍ରକ୍ରିୟା ହେବ। ସ୍ଥଳଚର ପ୍ରାଣୀମାନଙ୍କ କ୍ଷେତ୍ରରେ ମଣିଷ, ସ୍ତନ୍ୟପାୟୀ ପ୍ରାଣୀ, ବେଙ୍ଗ, ସାର୍କ ମାଛ ଇତ୍ୟାଦି ମାନଙ୍କରେ କ'ଣ ସୃଷ୍ଟି ହେବ? ୟୁରିଆ ହୋଇକରି ସେ ନିଷ୍କାସିତ ହେବ। ସେମିତି ପକ୍ଷୀ, ସରୀସୃପ ଏବଂ ପତଙ୍ଗ ମାନଙ୍କରେ କ'ଣ ସୃଷ୍ଟି ହେବ? ୟୁରିକ୍ ଏସିଡ୍। ତମେ ଏତିକିରୁ ମନେ ରଖିପାରିବ ଯେ ପକ୍ଷୀ, ସରୀସୃପ କିମ୍ବା ପତଙ୍ଗ ଥିଲେ କ'ଣ ହେଇଯିବ? ୟୁରିକ୍। ଆଉ ଅନ୍ୟ ସମସ୍ତ ଥିଲେ ସେଇଟା ହେଇଯିବ ଆମର ୟୁରିଆ। ନେକ୍ସଟ ରହିଛି ପ୍ରାଣୀର ରେଚନ କେଉଁଭଳି ହୋଇଥାଏ? ମେରୁଦଣ୍ଡୀ ପ୍ରାଣୀମାନଙ୍କର ଯକୃତରେ କ'ଣ ହୋଇଥାଏ? ଏମୋନିଆ ଗ୍ୟାସ୍ ତିଆରି ହୋଇଥାଏ। ଏହି ଏମୋନିଆ ଗ୍ୟାସ୍ ଯେତେବେଳେ ଅଙ୍ଗାରକାମ୍ଳ ସହ ମିଶିଯାଏ ସେ ସେତେବେଳେ କ'ଣରେ ପରିଣତ ହେବ? ନା ୟୁରିଆ। ୟୁରିଆର ସଂକେତ ଦେଖ ଦିଆଯାଇଛି NH2CO NH2। ଏହା ୟୁରିଆ ଜଳରେ ଦ୍ରବଣୀୟ ଅଟେ ଏବଂ ରକ୍ତ ସହ ମିଶି କୋଉଠିକି ପ୍ରବାହିତ ହୋଇଥାଏ? ବୃକକୁ ଯାଇଥାଏ। ବୃକକରୁ ଯେତେବେଳେ ରକ୍ତରୁ ୟୁରିଆ ଅଲଗା ହେବ ସେତେବେଳେ ସେ ମୂତ୍ର ଦ୍ୱାରା ବାହାରକୁ ବାହାରିଯାଏ। ପତଙ୍ଗ, ସରୀସୃପ ମାନଙ୍କ କ୍ଷେତ୍ରରେ କ'ଣ ହେଉଛି? ଏମୋନିଆଟା ୟୁରିକ୍ ଏସିଡ୍ରେ ପରିଣତ ହେଉଛି ଯାହା ଜଳରେ ଅଦ୍ରବଣୀୟ। ତେଣୁ ସେମାନେ ରେଚନ ପ୍ରକ୍ରିୟାରେ ଅଧିକ ଜଳ କ୍ଷୟ ହୁଏନି। କାହିଁକି ନା ସେମାନେ ରେଚନ ପ୍ରକ୍ରିୟାରେ ବାହାରୁଥିବା ଯେଉଁ ପୁନଃ ଶୋଷିତ କରିଦେଇଥାନ୍ତି। ନେକ୍ସଟ ରହିଲା ଆମର ପ୍ରାଣୀମାନଙ୍କର କିଛି ପ୍ରାଣୀଙ୍କ ନାମ, ସେମାନଙ୍କ ରେଚନ ଅଙ୍ଗ କ'ଣ ସବୁ ରହିଥାଏ। ଦେଖ, ଏଠାରେ ଦିଆଯାଇଛି ଯେ ଏକକୋଷୀ ପ୍ରାଣୀ ଯେମିତିକି ଏମିବା ସେମାନଙ୍କର କ'ଣ ରହିଥାଏ ରେଚନ ଅଙ୍ଗ? ପ୍ଲାଜମା ଝିଲ୍ଲି, ସଂକୋଚିକି ଧାନୀ। ସେମିତି ସ୍ପଞ୍ଜ ଓ ହାଇଡ୍ରା ରେଚନ ଅଙ୍ଗ ରହିଛି, କିଛି ନିର୍ଦ୍ଦିଷ୍ଟ ଅଙ୍ଗ ସେମାନଙ୍କର ନାହିଁ। ସେମିତି ଚେପ୍ଟାକ୍ରିମ ମାନଙ୍କର କ'ଣ ରହିଛି? ଶିଖାକୋଷ। ଜିଆ ଓ ଜୋକର ରହିଛି ଆମର ନେଫ୍ରିଡିଆ। ଝିଣ୍ଟିକାର କ'ଣ ରହିଛି? ମାଲପିଜିଆନ୍ ନଳିକା। ଏବଂ ମେରୁଦଣ୍ଡୀ ପ୍ରାଣୀମାନଙ୍କ ରହିଛି ବୃକକ, ଚର୍ମ। ଏତିକି ମଧ୍ୟରୁ ତ 1 ମାର୍କ ନିଶ୍ଚୟ ଆସେ ଯେ ବିଟ୍ କ୍ୱେଶ୍ଚିନ୍ରେ ପ୍ରତିବର୍ଷ ପଡ଼ିଥାଏ ଯେ ଏହି ପ୍ରାଣୀର ରେଚନ ଅଙ୍ଗର ନାମ କ'ଣ ହୋଇଥାଏ ବୋଲି। ନେକ୍ସଟ ଆସିଲା ଆମ ଶରୀରରେ ଥିବା ରେଚନ ଅଙ୍ଗ କ'ଣ? ବୃକକ। ବୃକକ ବିଷୟରେ ଆମେ ଏବେ ଦେଖିବା। ବୃକକ କ'ଣ? ପ୍ରଥମ କଥା ହେଲା ଆମ ଶରୀରରେ ବୃକକ କ'ଣ ଥାଏ? ରେଚନ ଅଙ୍ଗର କାର୍ଯ୍ୟ କରିଥାଏ। ଏହାର ଅବସ୍ଥିତି କେଉଁଠି ରହିଛି? ମଧ୍ୟଛଦାର ଠିକ୍ ତଳକୁ, ଉଦର ଗହ୍ୱରର ଭିତରେ ମାନେ ପେଟରେ, ମେରୁଦଣ୍ଡର ଉଭୟ ପାର୍ଶ୍ୱରେ। ଆମର ପଛରେ ଯେଉଁ ଯାଇଛି ମେରୁଦଣ୍ଡ ତାର ଦୁଇ ପଟେ 2ଟି ବୃକକ ରହିଛି। କେତୋଟି ବୃକକ ରହିଛି? 2ଟି ବୃକକ ରହିଛି। ଏହାର ଆକୃତି କିଭଳି? ଦେଖ, ମୁଁ ଚିତ୍ରରେ ମଧ୍ୟ ଦର୍ଶାଇଛି ଯେ ଶିମ୍ବ ମଞ୍ଜି ଭଳି ହୋଇଥାଏ। ଏହାର ଲମ୍ବ, ଜଣେ ସୁସ୍ଥ ବ୍ୟକ୍ତିର ବୃକକର ଲମ୍ବ କେତେ ହୋଇଥାଏ? 10ରୁ 12 ସେମି, ପ୍ରସ୍ଥ ହୋଇଥିବା 5ରୁ 7 ସେମି ଏବଂ ମୋଟେଇ ହେବ 3 ସେମି। ପରୀକ୍ଷାରେ ଚିତ୍ର ମଧ୍ୟ ଆସେ ଯେ ବୃକକର ଚିତ୍ର ଅଙ୍କନ କର, ବୁଝାଅ, ଚିତ୍ର ଅଙ୍କନ କରି ବୁଝାଅ। ତଳେ ଦେଖ ବୃକକର ଚିତ୍ର ଅଙ୍କନ ଦିଆଯାଇଛି। ଏଇଟା ହେଉଛି ଆମର ବୃକକର ଗୋଟେ ଚିତ୍ର। ଏଇଟା ଚିତ୍ର ପୁରାପୁରି ସହଜ ରହିଥାଏ। କ'ଣ କରିବ? ସି ଗୋଟେ କରିଦେବ। ଏହାର ଭିତରେ ପୁଣି ଆଉଥରେ ଗୋଟେ ସି। ଜଷ୍ଟ ଏ ପାର୍ଟ ଗୁଡ଼ିକୁ କ'ଣ କରି ତୁମେ ଲିଭେଇ ଦେବ ଜଷ୍ଟ ଟିକେ ଟିକେ। ତାପରେ ଏଠି କ'ଣ କରିଦେବ? କନେକ୍ସନ୍ ଏଠି ହେଇଯିବ ଆମର। ଏମିତି କରିଦେବ ଯାହାଦ୍ୱାରା କ'ଣ ହେଲା? ଗୋଟେ ବୃକକର ଚିତ୍ର ଏଇଠିରୁ ଗୋଟେ ବାହାରିଲା, ଏମିତି ରହିଲା। ଉପରେ କ'ଣ ରହିବ? ଗୋଟେ ରହିଲା ବୃକକୀୟ ଶିରା, ନେକ୍ସଟ ହେଲା ବୃକକୀୟ ଧମନୀ। ଚିତ୍ରରେ ମଧ୍ୟ ଦେଖ ବୁଝାଯାଇଛି
सी टाइप रो सहज एणु चित्र पढ़ले एटा निजे करि परिबो। नेक्स्ट आसला ब्रुकक भितर थिबा खालुआ स्थान को आमर कौन कह जाए हाइलम। परीक्षा रे मध्य पड़िबो जे ब्रुकक मध्य थिबा खालुआ स्थान को कौन कह जाए हाइलम। यह क्यों द्वारा क्या द्वारा गठित ना संयुक्त होइछि शिरा धमनी ब्रुककीय शिरा धमनी और मूत्र सारणी द्वारा। ब्रुकक मूत्र क्योंठिक जीवो ना मूत्र सारणी की मूत्र सारणी जीवो मूत्राशय तापर से मूत्र मार्ग दे कौन है जीवो बाहर को बाहरी जीवो। सेमिति आम ब्रुककीय नलिका बा नेफ्रॉन जहा शरीर मध्य केते रही 10 लाख अधिक नेफ्रॉन रही। ब्रुककीय नलिकार गोटे पार्श्व केमिति थाए कप बा गिनाकृतिर यह कह जाए बाउमियंस कैप्सूल। एग्जाम इंपोर्टेंट ब्रुककीय नलिकार जो कप बा गिनाकृतिर अंश को कौन कह जाए कौन कह बाउमियंस कैप्सूल। नेक्स्ट कौन रही नेफ्रॉन और ब्रुककीय धमनी शाखा मिसी कौन सृष्टि करथांती एफरेंट उपधमनी माने अंतर्वाही से माने भितर को जीवे। तापरे कैशिक नली परस्पर जेतेबेले मिसी जीवो ए जो नेफ्रॉन एवं कैशिक नली गुड़े परस्पर मिसबे सेतेबेले से कौन हो इफरेंट उपधमनी माने बहिर्वाही। गोटे पटे नेफ्रॉन रो एवं ब्रुककीय धमनी सारा जीवे सेठ से माने कौन हो छंदा छंदी हो जीवे अन्य पटे से बाहरबे। एटा होची इफरेंट एटा होची कोन हमरो एफरेंट एटा होची हमरो इफरेंट उपधमनी। नेक्स्ट कैशिक नली परस्पर मिसवा द्वारा कौन होता है इफरेंट उपधमनी रे परिणत होता है जद्वारा एफरेंट उपधमनी और इफरेंट उपधमनी मिश्रण कौन कह जाता है ग्लोमेरुलस। 2 मार्क रे आसीबो ग्लोमेरुलस कौन यह किपर गठित है यार कार्य कौन कौन हम ना ग्लोमेरुलस होची इफरेंट उपधमनी और एफरेंट उपधमनी रो मिश्रण। यार कार्य कौन ना यार कार्य रक्त छाणिबा कार्य व्यवहृत होता है। देखो अच्छे ग्लोमेरुलस ग्लोमेरुलस केउठा रहता है ना बाउमियन कैप्सूल कप रे रहता है। यह मध्य दे रक्त जो प्रवेश करबा कहा देखि एफरेंट उपधमनी द्वारा एवं रक्तर प्रस्थान हम एफरेंट उपधमनी द्वारा। यार कार्य कौन रही रक्त छणा कार्य। तेणु ग्लोमेरुलस और बाउमियन कैप्सूल मिश्रण को कौन कह जाता है माल्पिजियन पिंड। मन रखिबा एठी माल्पिजियन पिंड। नेक्स्ट रहिला मूत्र संग्रह नलिका एकाठी जेतेबेले हेबे ब्रुककर गहर भितर खोली थांती ताको आमे कोन कहबा गबिणी बस्ती। सेटा कह जिबा हमर गबिणी बस्ती। ब्रुककीय नलिका प्रवेश करथुवा उपादान जे ब्रुककीय नलिका रे केउ उपादान प्रवेश करे मन रखिबो जल ग्लूकोज एमिनो एसिड यूरिया यूरिक एसिड क्रिएटिनिन सोडियम पोटेशियम इत्यादि प्रवेश करता है। प्रवेश कौन करें ना रक्त कणिका गुड़िक प्रवेश करी न थाए। तेणु किए जब क्वेश्चन पचारे जे मूत्र रे निष्कासित होता पदार्थ गुड़िक नाम एगुड़िक लिखिदेव जल यूरिया अल्प यूरिक एसिड बाहर ता सहित क्रिएटिनिन एवं सोडियम क्लोराइड एवं पोटासियम क्लोराइड। मूत्र निष्कासित हो पदार्थ कौन ना ग्लूकोज प्रोटीन एवं रक्त कणिका एगुड़िक मूत्र द्वारा प्रवाहित हो न थांती। मन रहा जड़े सुस्थ व्यक्तिर परिस्रा रंग ईषत हलदिया रही है कहार वर्ण कहार उपस्थिति जो यूरोक्रम नामक वर्ण कणिकार उपस्थिति जो यह रंग कौन होता है ईषत हलदिया होता है। नेक्स्ट आसला आमर ब्रुककर अन्य कार्य सब कौन रही क्वेश्चन आसीपे ब्रुककर अवस्थिति यार कार्य 3 मार्क्स जदि पड़े तेज अवस्थिति लिखिब एवं तार कार्य देख मु सर्टकट बुझे देछि। प्रथम कार्य है जल और धातव लवणर परिमाण नियंत्रण करे आम शरीर मध्य। सेकेंड यह आम शरीर थी रक्तर अम्ल क्षार संतुलन रक्षा करए। पर शरीर रक्तचाप नियंत्रण कर ब्रुककर भूमिका रही। सहित एरिथ्रोपाइटिन नामक हार्मोन क्षरण करी से लोहित रक्त कणिका तैयारी करिबारे साहाय्य करिथाए। तासह शरीर अंत परिवेश कौन रखि थाए संतुलन बजाय रखि थाए। क्यों क्यों प्रक्रिया ना 4टी प्रक्रिया से प्रक्रिया गुड़िक परिश्रवण पुनः शोषण क्षरण आउटा निष्कासन। ये 4टी प्रक्रिया द्वारा सी आम शरीर संतुलन बजाय
ରଖିଥାଏ। ଆମ ଶରୀରରେ ଥିବା ଅନ୍ୟ ରେଚନ ଅଙ୍ଗ କ'ଣ କ'ଣ? ପ୍ରଥମ କଥା ହେଲା ଚର୍ମ। ଚର୍ମରେ କ'ଣ ବାହାରିଥାଏ? ଝାଳ। ଯେ ଝାଳ ହେଉଛି ସ୍ୱେଦଗ୍ରନ୍ଥି ଦ୍ୱାରା ତିଆରି ହୋଇଥାଏ। ନା ରକ୍ତରେ ଥିବା ଧାତବ ଲବଣ ଅଳ୍ପ ୟୁରିଆ ମିଶି ଝାଳର ସୃଷ୍ଟି ହୋଇଥାଏ। ଝାଳ ଯେତେବେଳେ ବାଷ୍ପୀଭୂତ ହେବ ସେତେବେଳେ ଶରୀର ଥଣ୍ଡା। ଯକୃତ। ଯକୃତରୁ ପିତ୍ତରସ କ୍ଷରିତ ହୋଇଥାଏ। ଏ ଯେତେବେଳେ ରକ୍ତରେ ମିଶେ ସେତେବେଳେ ତାହାର କ'ଣ ହୋଇଥାଏ? ଔଷଧର ଅବଶିଷ୍ଟାଂଶ ମାତ୍ରାଧିକ ଭିଟାମିନ୍ ରକ୍ତରେ ଥିବା ବର୍ଣ୍ଣଗଣା ସହିତ ଜାରିତ ହୋଇଥାଏ। ନେକ୍ସଟ ହେଲା ଫୁସଫୁସ୍। ଫୁସଫୁସ୍ କ'ଣ? ନିଶ୍ୱାସ ମାଧ୍ୟମରେ ଆମେ ଯେଉଁ ଛାଡ଼ୁଛୁ ଅଙ୍ଗାରକାମ୍ଳ ଜଳୀୟ ବାଷ୍ପ, ଏହା ମଧ୍ୟ ରେଚନ ଅଙ୍ଗର ଗୋଟିଏ ଅଂଶ। ପରେ ରହିଛି ଉଦ୍ଭିଦର ରେଚନ। ଉଦ୍ଭିଦରେ କେଉଁ କେଉଁ ରେଚନ ଅଙ୍ଗ ରହିଥାଏ? କହିବାକୁ ଗଲେ ନିର୍ଦ୍ଦିଷ୍ଟ ରେଚନ ଅଙ୍ଗ ସେମିତି କିଛି ନାହିଁ। ପ୍ରଥମ କଥା ହେଲା ସେମାନଙ୍କର ଯେଉଁ ରେଚନ ବର୍ଜ୍ୟବସ୍ତୁ ଗୁଡ଼ିକ ଗଛରେ ଗଚ୍ଛିତ ରହିଥାଏ, ଯେମିତି ଖଇରର ଟାନିନ୍, ଝୁଣା କ'ଣ କୁହାଯାଏ? ରେଜିନ୍, ଆଉ ତା ସହିତ ଅଠା ଏବଂ କ୍ଷୀର ଏଗୁଡ଼ିକ ମଧ୍ୟ ଗୋଟେ ଗୋଟେ ରେଚନ ଅଂଶ। ତେନ୍ତୁଳିରେ କ'ଣ ରହିଥାଏ? ଟାଟାରିକ୍ ଅମ୍ଳ, ଲେମ୍ବୁରେ ରହିଥାଏ ସାଇଟ୍ରିକ୍ ଅମ୍ଳ ଆକାରରେ, ସିନକୋନା ଗଛରେ କୁଇନାଇନ୍ ଆଉ ତମାଖୁ ଗଛ ନିକୋଟିନ୍। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯେ ସିନକୋନା ଗଛ, କୁଇନାଇନ୍ ଗଛ ତା ସହ ଟାନିନ୍ ଆଉ ରେଜିନ୍। ଉଦ୍ଭିଦର ଷ୍ଟୋମାଟା କ'ଣ କରିଥାଏ? ଶ୍ୱାସକ୍ରିୟା ପ୍ରକ୍ରିୟାରେ ମଧ୍ୟ ରେଚନ ଅଙ୍ଗରେ ସାହାଯ୍ୟ କରିଥାଏ। ତା ସହ ଉଦ୍ଭିଦର ବଳକା ଜଳ କେଉଁ ପ୍ରକ୍ରିୟାରେ ରେଚନ ହୋଇଥାଏ? ନା ଉଚ୍ଛେଦନ ପ୍ରକ୍ରିୟାରେ ରେଚନ ହୋଇଯାଇଥାଏ। ଏତିକି ରହିଲା ଏ ପାଠର ସାରାଂଶ। ଯଦି କେବଳ ଆମେ ଖାଲି ସାରାଂଶ ହିଁ ଦେଖିକି ଯିବା, ଯଦି ଏତିକି ଆମେ ଯଦି ଦେଖିନେଇ ଯିବା ତାହେଲେ ଲଙ୍ଗ୍ କ୍ୱେଶ୍ଚିନ୍, ବିଟ୍ କ୍ୱେଶ୍ଚିନ୍ ସବୁ ଆମର କ୍ଲିୟର ହେଇଯିବ ସେ ଭିତରେ। ତେଣୁ ମୁଁ ସମରି ଆକାରରେ ପୁରା ଭଲସେ ଲେଖିଦେଇଛି, ତୁମେ ନିଜେ ବୁଝି ନେବ। ନେକ୍ସଟ ଯିବା। ଚିତ୍ର ତ କୁହାଗଲା, ବୃକକର ଚିତ୍ର। ତା ସହ ନେକ୍ସଟ ରହିଛି ଆମର ଶରୀରର ରେଚନ ଅଙ୍ଗ। ରେଚନ ତନ୍ତ୍ରର ଚିତ୍ର ମଧ୍ୟ ଇମ୍ପୋର୍ଟାଣ୍ଟ ରହିଛି। ଯେ ରେଚନ ପାଠ ଦୁଇଟି, ଗୋଟେ ହେଲା ବୃକକ, ଗୋଟେ ହେଲା ରେଚନ ତନ୍ତ୍ର। ଚିତ୍ରଟି ଦେଖିନେବ କିଭଳି ରହିଛି। ନେକ୍ସଟ ଯିବା, ପୂର୍ବ ବର୍ଷରେ କ'ଣ କ'ଣ ସବୁ କ୍ୱେଶ୍ଚିନ୍ ଆସିଥିଲା। ପ୍ରଥମ କ୍ୱେଶ୍ଚିନ୍, ରେଚନ ମାଧ୍ୟମରେ କେଉଁମାନେ ଶରୀରରେ ୟୁରିକ୍ ଏସିଡ୍ ନିଷ୍କାସନ କରିଥାନ୍ତି? ଯେହେତୁ କୁହାଯାଇଥିଲା ୟୁରିକ୍ ମାନେ ଆମର ତିନିଟା ଜିନିଷ, ଗୋଟେ ହେଲା ପତଙ୍ଗ, ପକ୍ଷୀ ଏବଂ ସରୀସୃପ ମାନେ, ତେଣୁ ଏଠି ଅପସନ୍ ରହିଛି ପକ୍ଷୀ, ଏଇଟା ହେଇଯିବ ଆମର ଆନ୍ସାର। ପକ୍ଷୀମାନେ କ'ଣ କରିଥାନ୍ତି? ୟୁରିକ୍ ଏସିଡ୍ ନିଷ୍କାସନ କରିଥାନ୍ତି। ଅନ୍ୟ ସମସ୍ତ ପ୍ରାଣୀ ୟୁରିଆ। ସିନକୋନା ଗଛର ବକଳରୁ କ'ଣ ତିଆରି ହୁଏ? ଉପରେ ମଧ୍ୟ କୁହାଯାଇଛି 2 ମାର୍କରେ। ସିନକୋନା ଗଛର କ'ଣ ରହିଯିବ? କୁଇନାଇନ୍। ଆନ୍ସାର ହେଇଯିବ କୁଇନାଇନ୍। ମନୁଷ୍ୟ ଶରୀରରେ ଥିବା ବୃକକର ପ୍ରଧାନ କାର୍ଯ୍ୟ। ପ୍ରଥମରୁ ଯଦି କୁହାଯାଇଛି ବୃକକ ଆମ ଶରୀରର କେଉଁ ଅଙ୍ଗ? ଗୋଟେ ରେଚନ ଅଙ୍ଗ। ତେଣୁ ଆର କାର୍ଯ୍ୟ ହେଉଛି କ'ଣ କରିବା? ନା ରେଚନ କରିବା। ମଣିଷର ଝାଳ କେଉଁ ଗ୍ରନ୍ଥିରେ ତିଆରି ହୋଇଥାଏ? ପୂର୍ବ ବର୍ଷ କ୍ୱେଶ୍ଚିନ୍ ମଧ୍ୟ ପଡ଼ିଯାଇଛି ପୂର୍ବ ବର୍ଷମାନଙ୍କରେ, ଯେ ଝାଳ କେଉଁଥିରେ ତିଆରି ହୋଇଥାଏ? ସ୍ୱେଦ ଗ୍ରନ୍ଥି ଦ୍ୱାରା ତିଆରି ହୋଇଥାଏ। ତେନ୍ତୁଳିରେ କେଉଁ ଅମ୍ଳ ରହିଥାଏ? ଲାକ୍ଟିକ୍ ତ ଦହିରେ ରହିବ, ଅସ୍କର୍ବିକ୍ ତ ନାହିଁ, କ'ଣ ହେଇଯିବ? ସାଇଟ୍ରିକ୍ ତ ହେବନି, ତାହେଲେ ହେଇଯିବ ଟାଟାରିକ୍ ଅମ୍ଳ। ତେନ୍ତୁଳି ରହିବ ଟାଟାରିକ୍ ଅମ୍ଳ। ନେକ୍ସଟ ରହିଛି, ଜୋକର ରେଚନ ଅଙ୍ଗର ନାମ କ'ଣ? ଜୋକର ରେଚନ ଅଙ୍ଗ କ'ଣ କୁହାଯାଇଥିଲା? ନେଫ୍ରିଡ଼ିଆ। କେଉଁ ଜୀବର ରେଚନ ଅଙ୍ଗ ନାହିଁ? କୁହାଯାଇଥିଲା ଯେ ସ୍ପଞ୍ଜ ଏବଂ ହାଇଡ୍ରା, ଏମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଅଙ୍ଗ ନାହିଁ, ତେଣୁ ଏଇଟା ଅପସନ୍ ହେଇଯିବ ବି, ହାଇଡ୍ରା। କେଉଁ ଅଙ୍ଗରୁ ୟୁରିଆ ଉତ୍ପନ୍ନ ହୋଇଥାଏ? ପ୍ରଥମରୁ ହିଁ ପଢ଼ାଯାଇଛି ଯେ ୟୁରିଆ କେଉଁ ଅଙ୍ଗରୁ ଉତ୍ପନ୍ନ ହେବ? ନା ଆମର ଯକୃତ। ବୃକକର କେଉଁ ଅଂଶରେ ରକ୍ତଛଣା କାର୍ଯ୍ୟ ହୋଇଥାଏ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ରକ୍ତଛଣା କାର୍ଯ୍ୟ ମିନ୍ସ ଆମେ ଯିବା ଗ୍ଲୋମେରୁଲସ୍। କ'ଣ ଇମ୍ପୋର୍ଟାଣ୍ଟ ରହିଲା? ଗ୍ଲୋମେରୁଲସ୍। ଉଦ୍ଭିଦର ଜାଇଲେମ୍ରେ କେଉଁ ବର୍ଜ୍ୟଟି ସଂଗୃହୀତ ହୋଇ ରହିଥାଏ? ଉଦ୍ଭିଦର ଜାଇଲେମ୍ ଦ୍ୱାରା କ'ଣ କ'ଣ ସଂଗୃହୀତ ରହିବ? ଗ୍ଲୁକୋଜ୍ ତ ନୁହଁ, ୟୁରିଆ ତ ନୁହଁ, ସୋଡ଼ିୟମ୍ କ୍ଲୋରାଇଡ୍ ନୁହଁ, ତେଣୁ କ'ଣ ହେଇଯିବ? ରେଜିନ୍ ଆଉ ଟାନିନ୍। ଆମେ କୁହାଯାଇଥିଲା ଟାନିନ୍ ଏବଂ ରେଜିନ୍। ରେଜିନ୍ ଏବଂ ଟାନିନ୍। ନେକ୍ସଟ ରହିଛି ଏକ୍ଜାମ୍ ଓରିଏଣ୍ଟେଡ୍ କ୍ୱେଶ୍ଚିନ୍ କ'ଣ କ'ଣ ଆସିପାରେ। ପ୍ରଥମ କଥା ହେଲା କେଉଁ ଜାତୀୟ ଖାଦ୍ୟର ଚୟାପଚୟ ଦ୍ୱାରା ଏମୋନିଆ ଜାତ ହୋଇଥାଏ? ଫାର୍ଷ୍ଟରେ ରହିଥିଲା ପୁଷ୍ଟିସାର। ଜଳଚର ପ୍ରାଣୀମାନେ କେଉଁ ପ୍ରକ୍ରିୟାରେ ରେଚନ କରନ୍ତି? ନା ବିସରଣ ପ୍ରକ୍ରିୟାରେ ରେଚନ କରିଥାନ୍ତି। ଏମୋନିଆ ଓ ଅଙ୍ଗାରକାମ୍ଳ ମିଶ୍ରଣ କ'ଣ ତିଆରି ହୋଇଥାଏ? ୟୁରିଆ। ସଂକେତ କୁହାଯାଇଥିଲା NH2CO NH2, ମନେ ରହିବ। ନେକ୍ସଟ
ଶିକ୍ଷାକୋଷ ଦ୍ୱାରା କେଉଁମାନେ ରେଚନ ପ୍ରକ୍ରିୟା କରିଥାନ୍ତି? କ'ଣ ହେଇଯିବ? ଚେପ୍ଟା କୃମି। ନେକ୍ସଟ ରହିଛି ଝିଣ୍ଟିକାର ରେଚନ ଅଙ୍ଗର ନାମ କ'ଣ? ଝିଣ୍ଟିକା ରେଚନ ଅଙ୍ଗ କ'ଣ ହେଇଯିବ? ମାଲପିଜିଆନ ନଳିକା। ଜଣେ ସୁସ୍ଥ ବ୍ୟକ୍ତିର ବୃକକର ଲମ୍ବା କେତେ ହୋଇଥାଏ? 10 ରୁ 12 ସେମି ହୋଇଥାଏ। ନେକ୍ସଟ ହେଲା ବୃକକ ମଧ୍ୟରେ ଥିବା ଖାଲୁଆ ସ୍ଥାନ କ'ଣ କୁହାଯାଏ? କୁହାଯାଇଥିଲା ଇମ୍ପୋର୍ଟାଣ୍ଟ ରହିବ ବୋଲି ଗବିଣୀ ବସ୍ତି। କ'ଣ ରହିବ? ଗବିଣୀ ବସ୍ତି। ନେକ୍ସଟ ଆସିଲା ମନୁଷ୍ୟ ଶରୀରରେ ନେଫ୍ରନ୍ ସଂଖ୍ୟା କେତେ? କେତେ ନା 10 ଲକ୍ଷରୁ ଅଧିକ ରହିଥାଏ। ବୃକକୀୟ ନଳିକାର କପ୍ ଆକୃତିର ଅଂଶକୁ କ'ଣ କୁହାଯାଇଥାଏ? ବାଉମ୍ୟାନ୍ସ କ୍ୟାପସୁଲ। କ'ଣ କୁହାଯିବ? ବାଉମ୍ୟାନ୍ସ କ୍ୟାପସୁଲ। ଉତ୍ତର ହେଇଯିବ ବାଉମ୍ୟାନ୍ସ କ୍ୟାପସୁଲ। ନେଫ୍ରନ୍ ଓ ବୃକକୀୟ ଧମନୀର ଶାଖା ସହିତ ମିଶି କେଉଁ ଉପଧମନୀ ତିଆରି କରିଥାନ୍ତି? ଏଫରେଣ୍ଟ ଉପଧମନୀ। କ'ଣ ହେଇଯିବ ଆନ୍ସର? ଏଫରେଣ୍ଟ ଉପଧମନୀ। ଗ୍ଲୋମେରୁଲସ୍ ବାଉମ୍ୟାନ୍ସ କ୍ୟାପସୁଲ ମିଶି କ'ଣ ତିଆରି କରିଥାନ୍ତି? ମାଲପିଜିଆନ ପିଣ୍ଡ। ମୂତ୍ର ଦ୍ୱାରା କ'ଣ ନିଷ୍କାସିତ ହୋଇନଥାଏ ଏଠି ରହିଛି, ତେଣୁ ରହିଯିବ ଗ୍ଲୁକୋଜ, ପ୍ରୋଟିନ୍, ରକ୍ତକଣିକା ଗୁଡ଼ିକ ନିଷ୍କାସିତ ହୋଇନଥାଏ। ଯଦି କ୍ୱେଶ୍ଚିନ୍ ହେବ ମୂତ୍ରର କେଉଁ ବର୍ଣ୍ଣ କଣାର ଉପସ୍ଥିତି ଯୋଗୁଁ ଏହାର ରଙ୍ଗ ଈଷତ ହଳଦିଆ ହୋଇଯାଏ? ନା ଆନ୍ସର ହେଇଯିବ ୟୁରୋକ୍ରୋମ। ପରେ ରହିଛି ଆମ ଶରୀରର ଅମ୍ଳ କ୍ଷାର ସନ୍ତୁଳନ ପାଇଁ କିଏ ସାହାଯ୍ୟ କରିଥାଏ? ବୃକକ। ଆମ ଶରୀରରେ ଅବଶିଷ୍ଟ ଔଷଧ ଗୁଡ଼ିକର ଅବଶିଷ୍ଟାଂଶକୁ କିଏ ଜାରିତ କରିଥାଏ? ନା ଯକୃତ। ସେମିତି ତମାଖୁ ଗଛର ଉପକ୍ଷାର ନାମ କ'ଣ ଅଟେ? ନିକୋଟିନ୍। ଏତିକି ରହିଲା କ୍ୱେଶ୍ଚିନ୍। ପରେ ରହିଛି ଲଙ୍ଗ କ୍ୱେଶ୍ଚିନ୍ରେ କ'ଣ ପଡ଼ିପାରେ? ତେଣୁ ପ୍ରଥମ କଥା ହେଲା ବୃକକର ଗଠନ ଓ କାର୍ଯ୍ୟ। ଏହି ପାଠ ତ ପ୍ରଥମ କ୍ୱେଶ୍ଚିନ୍ ଏଇଟା। ନେକ୍ସଟ ମଣିଷ କ'ଣ ରହିବ? ନା ପ୍ରାଣୀମାନଙ୍କର ରେଚନ ଅଙ୍ଗ ଗୁଡ଼ିକ ବିଷୟରେ ବର୍ଣ୍ଣନା କର। ପ୍ରାଣୀମାନଙ୍କର ରେଚନ ଅଙ୍ଗ ଗୁଡ଼ିକ ବିଷୟରେ ବର୍ଣ୍ଣନା କର, ଯେଉଁ ଟେବୁଲଟା କୁହାଯାଇଥିଲା। ନେକ୍ସଟ କ'ଣ ରହିବ ଏ ପାଠର? ନା ଗ୍ଲୋମେରୁଲସ୍ କ'ଣ? 7 ନମ୍ବର ଗ୍ଲୋମେରୁଲସ୍ କ'ଣ? ଏହାର କାର୍ଯ୍ୟ। ନେକ୍ସଟ ରହିବ ବୃକକର କାର୍ଯ୍ୟ ଗୁଡ଼ିକ ଲେଖ। ବୃକକର ଗଠନ କାର୍ଯ୍ୟ ଉପରେ କୁହାହେଲା। 2 ନମ୍ବର 7 ନମ୍ବର ତା ସହ ପ୍ରାଣୀମାନଙ୍କର ରେଚନ ଅଙ୍ଗ ଗୁଡ଼ିକର ବିବାହୀକରଣ ବର୍ଣ୍ଣନା କର। এইটা ନେଇ ମଧ୍ୟ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ହେଇପାରେ। ପ୍ରାଣୀମାନଙ୍କର ରେଚନ ଅଙ୍ଗ ଗୁଡ଼ିକ ବିଷୟରେ ବର୍ଣ୍ଣନା କର। ନେକ୍ସଟ ରହିଛି କ'ଣ? ଦୁଇ ମାର୍କସ୍ ପାଇଁ ବୃକକର ଅନ୍ୟାନ୍ୟ କାର୍ଯ୍ୟ ଗୁଡ଼ିକ ଲେଖ, ତା ସହ ମୂତ୍ରରେ ନିଷ୍କାସିତ ହେଉଥିବା ପଦାର୍ଥ ଏବଂ ନିଷ୍କାସିତ ହେଉନଥିବା ପଦାର୍ଥ ଗୁଡ଼ିକ ବିଷୟରେ ଲେଖ। ପରବର୍ତ୍ତୀ କ୍ୱେଶ୍ଚିନ୍ ରହିବ ଉଦ୍ଭିଦର ରେଚନ ଅଙ୍ଗ ବା ଉଦ୍ଭିଦର ରେଚନ ପ୍ରକ୍ରିୟା କିଭଳି ହୋଇଥାଏ? ଏଇଟା ହେଇଯିବ ଆମର କ୍ୱେଶ୍ଚିନ୍।